ଆସନ୍ତୁ ଜାଣିବା ପ୍ରକୃତ ସମ୍ମାନର ଅଧିକାରୀ କିଏ। ରାଜା ଶତ୍ରୁଦମନଙ୍କ ପୁତ୍ର ଅରିଦମନ ଅତ୍ୟନ୍ତ ଅହଙ୍କାରୀ ଥିଲା। ତାଙ୍କଠାରେ କରୁଣା, ଉଦାରତା, ଦୟା, ସେବା, ସହାନୁଭୂତି ଭଳି ଗୁଣର ଅଭାବ ଥିଲା। ରାଜା ମଧ୍ୟ ପୁତ୍ରର ସ୍ୱଭାବକୁ ନେଇ ଚିନ୍ତିତ ଥିଲେ। ତେଣୁ ସେ ଜଣେ ସିଦ୍ଧି ମହାତ୍ମାଙ୍କ ନିକଟକୁ ପୁତ୍ରକୁ ପଠାଇଦେଲେ। ମହାତ୍ମାଙ୍କ ନିକଟରେ ରହିଲେ ପୁତ୍ରର ସ୍ୱଭାବ ପରିବର୍ତ୍ତନ ହେବ ବୋଲି ରାଜାଙ୍କର ବିଶ୍ୱାସ ରହିଥିଲା। ଦିନେ ମହାତ୍ମା ରାଜପୁତ୍ର ଅରିଦମନକୁ ଏକ ଗଛରୁ ପତ୍ର ତୋଳି ଆଣିବାକୁ କହିଲେ। ଏଥିସହିତ ଆଦେଶ ଦେଲେ ଯେ ଯେଉଁ ପତ୍ରରେ ପୋକ ଲାଗିନଥିବ କିମ୍ବା ଫିମ୍ପି ହୋଇନଥିବ ତୁମେ ସେଇଭଳି ପତ୍ର ଆଣିବ। ଅରିଦମନ ଜଙ୍ଗଲକୁ ଗଲେ। ସେ ବହୁ ଗଛରେ ଖୋଜାଖୋଜି କଲେ ବି ଗୋଟିଏ ହେଲେ ଭଲ ପତ୍ର ପାଇଲେ ନାହିଁ। ତେଣୁ ସେ ଫେରି ଆସିଲେ। ମହାତ୍ମାଙ୍କୁ ସେ କହିଲେ, ଗୁରୁଦେବ, ମୁଁ ଅନେକ ଖୋଜିଲି କିନ୍ତୁ ଗୋଟିଏ ହେଲେ ଭଲ ପତ୍ର ପାଇଲି ନାହିଁ। ସବୁ ପତ୍ର ପୋକ ଲାଗି ଯାଇଥିଲା। ମହାତ୍ମା କହିଲେ, ପୁତ୍ର, ଜୀବନ ମଧ୍ୟ ଏଇ ବୃକ୍ଷ ଭଳି। ଜୀବନର ଦୁର୍ଗୁଣ ରୂପୀ ଦୋଷ ଦୁର୍ବଳତା ତ୍ୟାଗ ନ କଲେ ପୋକ ଲାଗିଥିବା ପତ୍ର ବୃକ୍ଷକୁ ନଷ୍ଟ କରିଦେବା ଭଳି ଦୁର୍ଗୁଣ ଜୀବନକୁ ନଷ୍ଟ କରିଦେଇଥାଏ। ଦୋଷ ଦୁର୍ଗୁଣ ତ୍ୟାଗ କଲେ ମନୁଷ୍ୟର ଜୀବନରେ ମଧୁରତା ଫେରିଆସେ। ଘୃଣା, ଅହଙ୍କାର, କ୍ରୋଧ, ଲୋଭ, ମୋହ ଆଦି ତ୍ୟାଗ କଲେ ମନୁଷ୍ୟ ଉତ୍ତମ ଗୁଣର ଅଧିକାରୀ ହୋଇଥାଏ। ଉତ୍ତମ ସ୍ୱଭାବ ମନୁଷ୍ୟ ସମାଜରେ ସର୍ବଦା ସମ୍ମାନ ପ୍ରାପ୍ତ କରିଥାଏ।